ଦୁଇଟି ଅକ୍ଷର ନାଟିଏ ସାରା ଜଗତକୁ ସାହସିଏ ଧରି ନେଲେ ନା ତାର ହୃଦୟଟା ଭରି ଯାଏ ଡାକି ଦେଲେ ମା ବୋଲି ଅନ୍ତରଟା ପୁରି ଯାଏ ଦୁଇଟି ଅକ୍ଷର ନାଟିଏ ସାରା ଜଗତକୁ ସାହସିଏ ଧରି ନେଲେ ନା ତାର ହୃଦୟଟା ଭରି ଯାଏ ଡାକି ଦେଲେ ମା ବୋଲି ଅନ୍ତରଟା ପୁରି ଯାଏ ଜଗତ ଜନନୀ ସିଏ ଶକ୍ତି ଦାୟିନୀ ଅନାଥର ନାଥ ସିଏ ମୁକ୍ତି ଦାୟିନୀ ଜଗତ ଜନନୀ ସିଏ ଶକ୍ତି ଦାୟିନୀ ଅନାଥର ନାଥ ସିଏ ମୁକ୍ତି ଦାୟିନୀ ଭରସାରେ ଚାଲେ ତାର ଏ ସାରା ସଂସାର ସୃଷ୍ଟିକର୍ତ୍ତା ସେ ତ ସବୁ ଜୀବନର ଦେଖାଇଛି ମା ମୋର ସାଧନାର ପଥ କରାଇଛି ମନକୁ ମୋ ସେ ରୂପାନ୍ତରିତ ଦେଖାଇଛି ମା ମୋର ସାଧନାର ପଥ କରାଇଛି ମନକୁ ମୋ ସେ ରୂପାନ୍ତରିତ ଝୁଣ୍ଟି ପଡ଼ିଗଲେ ଧରି ନିଏ ସ୍ନେହମୟୀ ସେ ତ ମାଟିଏ ଝୁଣ୍ଟି ପଡ଼ିଗଲେ ଧରି ନିଏ ସ୍ନେହମୟୀ ସେ ତ ମାଟିଏ ଦୁଇଟି ଅକ୍ଷର ନାଟିଏ ସାରା ଜଗତକୁ ସାହସିଏ ରହିଥାଏ ସଦା ପାଶେ ପାଶେ ଆଲୋକରେ ଅବା ଅନ୍ଧାରରେ ରହିଥାଏ ସଦା ପାଶେ ପାଶେ ଆଲୋକରେ ଅବା ଅନ୍ଧାରରେ ଧରିଥାଏ ସଦା ସେ ମୋ ହାତ ଜୀବନର ପ୍ରତିଟି କ୍ଷଣରେ ହୃଦୟରେ ମୋର ଅଙ୍କା ତାର ଛବି ସବୁ କିଛି ମିଳେ ତାକୁ ଦେଲେ ଭାବି ହୃଦୟରେ ମୋର ଅଙ୍କା ତାର ଛବି ସବୁ କିଛି ମିଳେ ତାକୁ ଦେଲେ ଭାବି ଭାବନାରେ ସିଏ ରହିଥାଏ ସପନରେ ସିଏ ଆସିଯାଏ ମା ମୋର ମା ସିଏ ମା ମୋର ମା ସିଏ
ଦୁଇଟି ଅକ୍ଷର ନାଟିଏ ସାରା ଜଗତକୁ ସାହସିଏ ଧରି ନେଲେ ନା ତାର ହୃଦୟଟା ଭରି ଯାଏ ଡାକି ଦେଲେ ମା ବୋଲି ଅନ୍ତରଟା ପୁରି ଯାଏ ଦୁଇଟି ଅକ୍ଷର ନାଟିଏ ସାରା ଜଗତକୁ ସାହସିଏ ସାରା ଜଗତକୁ ସାହସିଏ ସ୍ନେହମୟୀ ସେ ତ ମାଟିଏ ବନ୍ଦେ ମାତରମ୍। ଏବଂ ପରମ ପ୍ରେମମୟ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ମୋର ଅନନ୍ତ କୋଟି ପ୍ରଣାମ ଜଣାଉଛି ତଥା ଆଜି ପାଠଚକ୍ରକୁ ପରିଚାଳନା କରୁଥିବା ଗୀତାଞ୍ଜଳି ଅପା ଆଉ ତାଙ୍କୁ ସହଯୋଗ କରୁଥିବା ଦମୟନ୍ତ ଅପାଙ୍କୁ ମୋର ପ୍ରଣାମ ବନ୍ଦେ ମାତରମ୍। ଏବଂ ପାଠଚକ୍ରରେ ଯୋଡ଼ି ହେଇଥିବା ଆଉ ଏହି ପାଠଚକ୍ରକୁ ଆହୁରି ଦିବ୍ୟତାର ଭରିଥିବା ଅପା ଭାଇମାନଙ୍କୁ ମୋ ହୃଦୟରୁ ପ୍ରଣାମ ବନ୍ଦେ ମାତରମ୍। ଏବଂ ଏହି ପାଠଚକ୍ରରେ ସେଇ ଦିବ୍ୟ ଶ୍ରୋତାମାନଙ୍କୁ ମାଙ୍କର ଅତି ନିକଟତର ଅତି ପ୍ରିୟ ଅପା ଭାଇମାନଙ୍କୁ ମୋ ହୃଦୟରୁ ପ୍ରଣାମ ବନ୍ଦେ ମାତରମ୍। ଆଜିର ବିଷୟବସ୍ତୁ ଆମେ ପ୍ରାର୍ଥନା ଉପରେ ରଖିଛୁ। ଆମେ ସବୁଦିନ ସମସ୍ତେ ପ୍ରାର୍ଥନା କରୁ, ବିଭିନ୍ନ ପ୍ରକାର ଆମେ ପ୍ରାର୍ଥନା କରି ଚାଲିଛୁ। ଆଉ ସେଇଭଳି ପ୍ରାର୍ଥନାର ଯେ କେତେ ଶକ୍ତି ଅଛି, ମା କହୁଛନ୍ତି ପ୍ରାର୍ଥନା ଗୋଟିଏ ଶକ୍ତି, ଯୋଉ ଶକ୍ତିକୁ ଆମେ ଦେଖିପାରୁନା, କେବଳ ଅନୁଭବ କରିପାରୁ। କେତେ ଶକ୍ତି କଥା ଆମେ ଜାଣିଛୁ, ବିଜୁଳି ଶକ୍ତି, ଭାବନାର ଶକ୍ତି, କଳ୍ପନାର ଶକ୍ତି, ବିଭିନ୍ନ ପ୍ରକାର ଶକ୍ତି ଅଛି। ସେ ଶକ୍ତିକୁ ଆମେ ଦେଖିପାରୁନା, କିନ୍ତୁ ସେ ନିଶ୍ଚିତ ଭାବରେ ସୂକ୍ଷ୍ମରେ କାର୍ଯ୍ୟ କରେ। ତେଣୁ ସେଇ ପ୍ରାର୍ଥନା ଶକ୍ତି ଯେ ଯୋଉଭଳି ଭାବରେ ହୃଦୟରୁ ନିଷ୍ଠାପର ଭାବରେ ଆନ୍ତରିକତାର ସହିତ ପ୍ରାର୍ଥନା କରେ, ସେଇ ପ୍ରାର୍ଥନାର ଶକ୍ତି ସାମର୍ଥ୍ୟ ସେତେ ଭଗବତ ଅଭିମୁଖୀ ହୁଏ। ସେଇଥିପାଇଁ ମା କହୁଛନ୍ତି, ଆମେ ଯୋଉ ବାଣୀଟିକୁ ସବୁବେଳେ କହୁ ସମସ୍ତେ, ଅଲ୍ ସିନସିୟର ପ୍ରେୟାର ଆର୍ ଗ୍ରାଣ୍ଟେଡ୍, ଏଭ୍ରି କଲ୍ ଇଜ୍ ଆନ୍ସର୍ଡ। ସକଳ ଆନ୍ତରିକ ପ୍ରାର୍ଥନା ପୂର୍ଣ୍ଣ ହୁଏ, ସକଳ ଆହ୍ୱାନରେ ଉତ୍ତର ଦିଆଯାଏ। ତେଣୁ ନିଶ୍ଚିତ ଭାବରେ ସକଳ ଆନ୍ତରିକ ପ୍ରାର୍ଥନା ଖାଲି ନୁହଁ ଅପା ଭାଇମାନେ, ଆନ୍ତରିକ ପ୍ରାର୍ଥନା, ଯୋଉ ପ୍ରାର୍ଥନା ଆମେ ହୃଦୟରୁ କରିଥାଉ, ତେଣୁ ସେଇ ପ୍ରାର୍ଥନା ଆମର ପୂରଣ କରାଯାଏ। ଆଉ ପ୍ରାର୍ଥନା ମାଧ୍ୟମରେ ଜଣେ ଏତିକି ଶକ୍ତି ସମ୍ପନ୍ନ ହେଇପାରେ, ଜଣକୁ ଚାହିଁ ଦେଲେ ବି, ଜଣକୁ ସ୍ପର୍ଶ କରିଦେଲେ, ଜଣକୁ ବାକ୍ୟରେ କହିଦେଲେ ବି ତାର ଦୁଃଖ, ତାର ସମସ୍ୟା ଦୂରୀଭୂତ ବି ହେଇଯାଏ। ଅନେକ ଦୃଷ୍ଟାନ୍ତ ତାର ମଧ୍ୟ ଅଛି। ଆମେ ସବୁବେଳେ ଜାଣିଛୁ ଯେ ପ୍ରାର୍ଥନା ମାନେ ମାଗିବା। ପ୍ରାର୍ଥନା ତାହେଲେ ଆମେ କଣ ଖାଲି ମାଗିବା ପାଇଁ ପ୍ରାର୍ଥନା କରୁ? ଆଜି ଜାଣିବା ସେଇ ବିଷୟରେ। ନୀରବ ପ୍ରାର୍ଥନା ବା ଚେତନାର ଉତ୍ତରଣ କ୍ଷେତ୍ରରେ ଆମର ପ୍ରାର୍ଥନା କିଭଳି ଭାବରେ ଆମକୁ କାର୍ଯ୍ୟ କରେ। ପ୍ରାର୍ଥନା ହେଉଛି ଗୋଟେ ପୁନର୍ଜୀବନ, ଏକ ପୁନର୍ଜନ୍ମ, ଏକ ନବ ସୃଷ୍ଟିର ଉନ୍ମିଳନ।
ଏକ ନବ ପରିସର ଏବଂ ନିଜେ ତାହା ହିଁ ହୋଇ ଉଠିବାର ଏକ ଅଭିନବ ଅନୁଭବ। ଯାହା କରାଯାଏ ତାହା ପ୍ରାର୍ଥନା ନୁହେଁ। ବ୍ୟକ୍ତି ଯାହା ହୋଇ ଉଠୁଛି ତାହା ହିଁ ପ୍ରାର୍ଥନା। ଏହା ଏକ ଲକ୍ଷ୍ୟ ନୁହେଁ, ଏକ ଉଦ୍ଦେଶ୍ୟ ନୁହେଁ, କେବଳ ଏକ ଅନ୍ତର୍ନିହିତ ଉପଲବ୍ଧି, ଯାହାକି ପୁଷ୍ପରାଜିର ସୁଗନ୍ଧ ଭଳି ବାୟୁରେ ଜନ୍ମ ନିଏ ଆଉ ବ୍ୟୋମକୁ ଅର୍ପଣ କରାଯାଏ। ପ୍ରାର୍ଥନା ହେଉଛି କଣ ନା, ପ୍ରାର୍ଥନା ହେଉଛି ସ୍ୱୟଂ ଭଗବତୀ ଶକ୍ତିଙ୍କର ଦିବ୍ୟ ସାନ୍ନିଧ୍ୟ ବା ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ସମର୍ପଣ କରିଦେବା ହିଁ ପ୍ରାର୍ଥନା। ପ୍ରାର୍ଥନା ହେଉଛି ଭଗବାନଙ୍କ ସହିତ ଅହଂ ଚେତନାର ପ୍ରତ୍ୟକ୍ଷ ଯୋଗ ସୁଯାଉଥିବା ଅତୀନ୍ଦ୍ରିୟ ସ୍ଥିତିର ଏକ ନିଦର୍ଶନ। ମନୁଷ୍ୟର ମନ, ମନୁଷ୍ୟର ପ୍ରାଣ ଆଉ ତାର ଅନ୍ତର ଦେଇ ଯେଉଁ ଆଧ୍ୟାତ୍ମିକ ଶକ୍ତି ପ୍ରବାହିତ ହୋଇ ଚାଲିଛି, ସେହି ଶକ୍ତିକୁ ଆବାହନ କରିବାର ନାମ ହେଉଛି ଅପା ଭାଇମାନେ ପ୍ରାର୍ଥନା। ଯେମିତି ନଦୀ ସମୁଦ୍ରରେ ଲୀନ ହେଇଯିବା, ନଦୀର ଗୋଟିଏ ପ୍ରାର୍ଥନା ଥାଏ ଯେ ସେ କିଛି ବି ମାନେ ନାହିଁ, ତାର ପର୍ବତକୁ କାଟି ନା ତା ପାଖରେ ହାତ ହତିଆର ଥାଏ, ନା ଭାଙ୍ଗିବା ପାଇଁ ତା ପାଖରେ କିଛି ଉପକରଣ ଥାଏ, କିନ୍ତୁ ତା ପାଖରେ ଥାଏ ଗୋଟିଏ ମନ୍ତ୍ର, ପ୍ରାର୍ଥନାର ଶକ୍ତି। ସମୁଦ୍ର 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 କହି କହି ଜପି ଜପି ସିଏ ସେଇ ନିଷ୍ଠୁର ନିରୁପମ ପର୍ବତକୁ ମଧ୍ୟ ଖନନ କରିଦେଇପାରେ। ଗିରି, ବନ, ଜଙ୍ଗଲ ସବୁ କିଛିକୁ ଅତିକ୍ରମ କରି ସମୁଦ୍ରରେ ଲୀନ ହେଇଯାଏ। ତା ନାଁ ହେଉଛି ପ୍ରାର୍ଥନା। ଶିଶିରର ବିନ୍ଦୁ ପଦ୍ମପତ୍ରରେ ଆମେ ଜାଣିଛୁ କିଭଳି ଭାବରେ ପତିତ ହୋଇ ଯେମିତି ନିର୍ଝରଣରେ ମିଶିଯିବା, ସେଇଟା ବି ହେଉଛି ତାର ଗୋଟିଏ ପ୍ରାର୍ଥନା। ଆମେ କେବଳ ମଣିଷର ପ୍ରାର୍ଥନା ଜାଣିଛୁ, ଆମେ ନଦୀର ପ୍ରାର୍ଥନା ଜାଣିନୁ, ଆମେ ଶିଶିର ବିନ୍ଦୁର ପ୍ରାର୍ଥନା ଜାଣିନୁ, ଆମେ ଫୁଲଟିର ପ୍ରାର୍ଥନା କେବେ ଶୁଣିନୁ, କିନ୍ତୁ ସେମାନେ ମଧ୍ୟ, ପ୍ରକୃତି ମଧ୍ୟ, ଜୀବ ଜଗତ ମଧ୍ୟ, ପ୍ରତ୍ୟେକ ପଶୁପକ୍ଷୀ ମଧ୍ୟ ପ୍ରାର୍ଥନା କରନ୍ତି। ଜାଣିଛୁ ଚାତକ ପକ୍ଷୀ କିଭଳି ଭାବରେ ପ୍ରାର୍ଥନା କରେ, ଆଉ ତାର ସେଇ ଏକାନ୍ତ ନିଷ୍ଠାପର ଆନ୍ତରିକ ପ୍ରାର୍ଥନାର ଫଳ ସ୍ୱରୂପ ସେଇ କୃପାର ବାରିଧାରା ବର୍ଷିଯାଏ, ଆଉ ତାର ପ୍ରାର୍ଥନା ଗ୍ରାଣ୍ଟେଡ ହୁଏ। ସେ ସେଇ ଉର୍ଦ୍ଧର ସେଇ କୃପାର ବାରିକୁ ପାନ କରି ନିଜ ଜୀବନକୁ ଧନ୍ୟ କରେ, ତୃଷା ନିବାରଣ କରେ। ଭଗବାନଙ୍କର କୃପାର ବାରିଧାରାକୁ ପାଇ ସେ ଧନ୍ୟ ହେଇଯାଏ, କୃତ୍ୟକୃତ୍ୟ ହେଇଯାଏ। ଏ ହେଉଛି ପ୍ରାର୍ଥନା। ଆମେ ପ୍ରାର୍ଥନାକୁ ଅନୁଭବ କରିପାରିବା ପ୍ରାତଃ କାଳର ଉଦୀୟମାନ ସୂର୍ଯ୍ୟଙ୍କୁ ଯେତେବେଳେ ନୀରବରେ ଆମେ ଅବଲୋକନ କରିବା, ଆଉ এই ଉଦୀୟମାନ ସୂର୍ଯ୍ୟଙ୍କୁ ଦେଖିକି ଆମେ ଯେତେବେଳେ ଊର୍ଦ୍ଧ୍ୱମୁଖୀ ହେଇ ଉଠିବା, ନିଜ ଭିତରେ ନିଶ୍ଚିତ ଭାବରେ ଅପା ଭାଇମାନେ ଆମେ ଅନୁଭବ କରିପାରିବା ଗୋଟିଏ ପ୍ରାର୍ଥନା। ଠିକ ସେଇଭଳି ଭାବରେ ଊର୍ଦ୍ଧ୍ୱାଭିମୁଖୀ ପ୍ରକ୍ରିୟା ନିଜ ଭିତରେ ସୃଷ୍ଟି ହୁଏ, ତାହା ହିଁ ହେଉଛି ପ୍ରାର୍ଥନା। ଯେଉଁ ପ୍ରାର୍ଥନା ବଳରେ ମାଧ୍ୟାକର୍ଷଣ ଶକ୍ତି ପରି ଏହା ଏକ ବାସ୍ତବ ଶକ୍ତି, ଯେଉଁ ଶକ୍ତି ଉଚ୍ଚରୁ ଆକର୍ଷଣ କରି ଭୂମି ସହିତ ଯୋଡ଼ି ହୋଇ ରହିବାକୁ ବାଧ୍ୟ କରେ। ପ୍ରାର୍ଥନାର ଶକ୍ତି ଭୂମା ସହିତ ସମ୍ପର୍କକୁ ନିବିଡ଼ କରେ, ଭୂମିରୁ ଭୂମା ପର୍ଯ୍ୟନ୍ତ ଲମ୍ବିଯାଏ ଏହି ପ୍ରାର୍ଥନାର ଶକ୍ତି। ଉଚ୍ଚତର ଜୀବନ ଜି ରହିବାର କଳାର ନାମ ହେଉଛି
प्रार्थना आमे विभिन्न प्रकार प्रार्थना करू तीन प्रकार प्रार्थना में बुझी परिबा केही केही मंदिर को जाती मागिबा पई प्रार्थना करती हे प्रभु हे भगवान मते एटा दियो मते सेटा दियो मोर अभाव पूरण कर दियो मोर रोग भल कर दियो मोर दुख जंत्रणा को लाघव कर जहाँ जहाँ आम आज जा मागिचु हाथी घोड़ा प्रतिष्ठा प्रतिपत्ति आम सब मागु सीटा भी गोटे प्रकार प्रार्थना गोटे प्रकार लोक मैंने प्रार्थना करती द्वितीय प्रकार लोक मैंने प्रार्थना करती अभिमान अभियोग नहीं कि जाती मंदिर को कौन कहती ना तुम्हें भारी निष्ठुर तुम्हें भारी निर्मम ठाकुर मोर पड़िशा घर को एड़े बड़ कोठा गाड़ी देइथिला बेले ताको एते पुओ झियो देइथिला बेले ताको एते सुंदर स्वामी की स्त्री देइथिला बेले मते काहे कि इमती करिछ प्रभु अभिमान सब बेले एई भली अभियोग करू से अभियोग भरा केते जगन्नाथ जड़ान भी आम बहुत विभिन्न प्रकार प्रार्थना भी कवि मानकर शुणीचु सबुथिरु वंचित करी जो प्रार्थना बोला जाए क्यों जसबाना उड़ा उछहे ये आम प्रार्थना अभिमान भरा करू तृतीय प्रकार व्यक्ति जो प्रार्थना करती कौन ना उच्चतर जीवन पाई से प्रार्थना करती मु प्रभु तुमको किछि मागु नाही मो भितरे सही शक्ति सही शांति सही दिव्य आनंद भरी दियो मु जेमिति मो भितरे थिबा समस्त अज्ञानता को समस्त प्रकार आबिलता को धोई दे पारे एभली मध्य प्रार्थना करा जाई पारे आमे अपभाई माने जानि थिबा आम जगत जननी मां जेतेबेले परम प्रभु श्री अरविंद को देखी ना जानी ना किंतु से प्रार्थना लिखुचंती जो प्रार्थना की केवल विश्ववासी से लिखिचंती ये प्रार्थना लेखी आम मानक पाई मां प्रार्थना करिचंती हमको शिखई देइचंती जेतेबेले श्री अरविंद चेतनार से स्तर पर स्तर अतिक्रम करी अतिमानुष जगत रे पहुंची सेतेबेले देखुचंती दिव्य जननी विश्व जननी आद्या अद्वितीय परमा जननी अनिर्वचनीय अवर्णनीय से महाशक्ति को से देखुचंती लावर्णमयी हास्यमयी लास्यमयी अपरूपा जननी को तांकर रूप लावण्य सौंदर्य विमुक्त हो जाउचंती प्रभु मु काहाकू देखुची कौन देखुची आउ तांकर समग्र शरीर रोमांचित हो उठुची ये भली केतेबेले से जाइचंती बसंत ऋतुरे जेतेबेले कि प्रकृति राणी निजको सजाई देइची विभिन्न प्रकार प्राकृतिक सौंदर्य भितरे कोइलीर कुहु कुहुतान प्राकृतिक सौंदर्य को आहुरी मंत्रमुग्ध करुची आहुरी भाव गंभीर करी देइची सेई प्रकृति राणी रो नाना प्रकार फूल माध्यम एभली एक परिस्थिति भितर जेतले श्री अरविंद मां को कहउचंती हे दिव्य जननी मां मोर प्रणाम स्वीकार कर मां तांको देखि कहउचंती हे सृष्टिर श्रेष्ठ अग्रणी वीर तुम्हें आज जोटी पहुंची जाइच आज पर्यंत सेठी केही भी पहुंची पारि नाहंती आज तुम्हें जहा प्राप्य करिच आज पर्यंत ताहा केही प्राप्य करि पारि नाही आज सब किछि तुम्हें पाई सारिच तुम्हें होच सबुठारो सृष्टिर श्रेष्ठ वीर श्री अरविंद कहउचंती जे मु जो पृथ्वी आसीची से पृथ्वीवासी प्रार्थना को लेकिन आसीची माँ कहते तुम्हें सब किसी तो पाई सारिछ आ कौन तुम्हें मागुच ना मो पृथ्वीवासी पाई मु किछि मागुची ना को पृथ्वीर कथा कहूच ना से पृथ्वीर कथा कहूची जो पृथ्वी रे दुख जंत्रणा मृत्यु विभीषिका सब बेले लागी रही तुम्हें आस माँ ये पृथ्वी को तुम्हें आस माँ कहते
କୋଉ ପୃଥିବୀର କଥା କହୁଛ? ଯୋଉ ପୃଥିବୀର ଲୋକମାନେ ପ୍ରାର୍ଥନା କରି ଶିଖି ନାହାନ୍ତି, ଯୋଉମାନଙ୍କର ହୃଦୟ ନିଷ୍ଠୁର ନିର୍ମମ ପଥର ଭଳି, ସେଇ ପୃଥିବୀବାସୀଙ୍କ କଥା କହୁଛ? ପ୍ରଭୁ କହୁଛନ୍ତି, ହଁ ମା, ମୁଁ ସେଇ ପୃଥିବୀବାସୀଙ୍କର କଥା କହୁଛି। ବାରମ୍ବାର ପ୍ରଭୁ ନିବେଦନ କରୁଛନ୍ତି ବିଶ୍ୱଜନନୀଙ୍କ ପାଖରେ ତାଙ୍କର ପ୍ରାର୍ଥନାକୁ ଆସିବା ପାଇଁ। ପୃଥିବୀ ପୃଷ୍ଠକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି। ଶ୍ରୀ ଅରବିନ୍ଦ କହୁଛନ୍ତି, ମା ତୁମେ ଆସ, ଏଇ ନିଷ୍ଠୁର ହୃଦୟରେ ସେଇ ଅମୃତର ବାଣୀକୁ ତୁମେ ବୁହାଇ ଦିଅ, ତୁମେ ପ୍ରାର୍ଥନା ସେମାନଙ୍କୁ ଶିଖେଇ ଦିଅ। ମା ତୁମେ ଆସ। ଆଉ ବିଶ୍ୱଜନନୀ ପ୍ରଭୁଙ୍କର ସେଇ ପ୍ରାର୍ଥନାକୁ ଗ୍ରାଣ୍ଟେଡ୍ କରିଛନ୍ତି। ଆଉ ନିଜେ ସ୍ୱୟଂ ବିଶ୍ୱଜନନୀ ଆମ ପାଇଁ, ପୃଥିବୀବାସୀ ପାଇଁ ପ୍ରାର୍ଥନା ଲେଖିଛନ୍ତି, ଧ୍ୟାନ ପ୍ରାର୍ଥନା। ଆଉ ସେଇ ଧ୍ୟାନ ପ୍ରାର୍ଥନାରେ ବି ମା କହୁଛନ୍ତି ଯେ ଏଇ ଧ୍ୟାନ ପ୍ରାର୍ଥନାଟା ମାଙ୍କର ଗୋଟେ ପ୍ରାଇଭେଟ ଡାଏରୀ, যেটাକୁ ଧ୍ୟାନ ପ୍ରାର୍ଥନା ଭାବରେ ଲେଖାଯାଇଛି। ମା କହୁଛନ୍ତି ଏଇ ଧ୍ୟାନ ପ୍ରାର୍ଥନାକୁ ପଢିଲେ 3 ପ୍ରକାର ଲୋକ ଉପକୃତ ହେବେ। କଣ ନା ଆଧ୍ୟାତ୍ମିକ, ହଁ, ଏହା ମୁଖ୍ୟତଃ 3 ଶ୍ରେଣୀର ସାଧକଙ୍କୁ ଆଧ୍ୟାତ୍ମିକ ପଥ ନିର୍ଦ୍ଦେଶ କରିପାରେ। ପ୍ରଥମତଃ ଯେଉଁମାନେ ଆତ୍ମଜୟୀ ହେବାକୁ ସାଧନା କରନ୍ତି, ସେମାନେ ଧ୍ୟାନ ପ୍ରାର୍ଥନା ପଢିଲେ ଆତ୍ମଜୟୀ ହେଇପାରିବେ। ଅର୍ଥାତ୍ ନିଜେ ସେମାନେ ନିଜକୁ ଜାଣିବା ସଙ୍ଗେ ସଙ୍ଗେ ନିଜ ଭିତରେ ଥିବା ସମସ୍ତ ଦୂର କରିପାରିବେ, ନିଜକୁ ରୂପାନ୍ତର କରିପାରିବେ। ଦ୍ୱିତୀୟତଃ ଯେଉଁମାନେ ମା କହୁଛନ୍ତି ଭଗବତ ଅଭିମୁଖୀ ମାର୍ଗର ଅନ୍ୱେଷଣ କରିବାକୁ ଚାହାନ୍ତି, ସେମାନେ ମଧ୍ୟ ଏଇଥିରୁ ଉପକୃତ ହେଇପାରିବେ। ତୃତୀୟତଃ ମା କହୁଛନ୍ତି ଯେଉଁମାନେ ଭଗବତ କର୍ମରେ ନିଜକୁ କ୍ରମଶଃ ପୂର୍ଣ୍ଣତ ଭାବେ ଉତ୍ସର୍ଗ କରିବାକୁ ଅଭିପ୍ସା କରନ୍ତି, ସେମାନେ ମଧ୍ୟ ଏଇଥିରୁ ଉପକୃତ ହେଇପାରିବେ। ମନା ସରକାର ଥରେ ମାଙ୍କୁ କହୁଛନ୍ତି, ମା ଆପଣ ତ କହିଲେ ଧ୍ୟାନ ପ୍ରାର୍ଥନା ପଢିଲେ ଜଣେ ଆତ୍ମଜୟୀ ହେଇପାରିବ, ଭଗବତ ଅଭିମୁଖୀ ହେଇପାରିବ। ଏଗୁଡାକ କିଛି ମୁଁ ବୁଝିପାରୁନି, ଏଗୁଡାକ ମୋ ଦ୍ୱାରା ବି କିଛି ସମ୍ଭବ ହବନି। କିନ୍ତୁ ମା ମୁଁ କେବଳ ତୁମ ସେବା କରିପାରିବି, ଆଉ ତୁମକୁ ପାଇପାରିବି ତ ମା? ମା କହିଲେ ନିଶ୍ଚିତ ଭାବରେ ତୋ ଭିତରେ ଥିବା ସେଇ ଆନ୍ତରିକତା, ତୋ ଭିତରେ ଥିବା ସେଇ ନିଜକୁ ଦେଇ ଦେବାର ଯୋଉ ଭାବନା ତତେ ସବୁ କିଛି କରିବାରେ ସାହାଯ୍ୟ କରିବ, ଆଉ ସବୁ କିଛି ପାଇବାରେ ସାହାଯ୍ୟ କରିବ ଭଗବାନଙ୍କ ସେବା ମାଧ୍ୟମରେ। ତେଣୁ ଅପା ଭାଇ ମାନେ, ଯଦି ଜଣେ 24 ପ୍ରହର ଧରିକି ଭଗବାନଙ୍କୁ ପ୍ରାର୍ଥନା କରେ, ତାର ଖାଇବା ପିଇବା, ବିଶ୍ରାମ ନେବା, ନିଦ୍ରା ଯିବା, ସବୁ କାର୍ଯ୍ୟ ଭିତରେ ସେ ବି ପ୍ରାର୍ଥନା କରିପାରେ। ସେ ନିଶ୍ୱାସ ପ୍ରଶ୍ୱାସ ନେଉଥିଲା ବେଳେ ଜଣେ ଚାହିଁଲେ ବି ପ୍ରାର୍ଥନା କରିପାରିବ। ପ୍ରତ୍ୟେକ ମୁହୂର୍ତ୍ତରେ ଜଣେ ପ୍ରାର୍ଥନା କରିପାରିବ। ଆମେ ଯେ କେବଳ ଭାବିବା ଜଣେ ଚକା ମାଡ଼ିକି ବସିଲା ସେଇ ପ୍ରାର୍ଥନା କରୁଛି, ତାର କିଛି ମାନେ ନାହିଁ। ରୋଷେଇ କରୁଥିଲା ବେଳେ, ଯେକୌଣସି କାର୍ଯ୍ୟ କରୁଥିଲା ବେଳେ ତା ହୃଦୟର ପ୍ରାର୍ଥନାକୁ ସେ ଭଗବାନଙ୍କୁ ଦେଇ ପାରିବ, ନିଜକୁ କନେକ୍ଟ କରିପାରିବ ସେଇ ଉଚ୍ଚତମ ଶକ୍ତିଙ୍କ ସହିତ, ସେଇ ଆନନ୍ଦ ସହିତ ନିଜକୁ ଯୋଡ଼ି ଦେଇପାରିବ। ସେଇ ଶାନ୍ତି ସହିତ ଯଦି ସେ ଶାନ୍ତିକୁ ଆବାହନ କରୁଥିବ, ଯଦି ସେ ଶକ୍ତିକୁ ଆବାହନ କରୁଥିବ, ଯଦି ସେଇ ଜ୍ଞାନକୁ ଆବାହନ କରୁଥିବ, ମୁଁ ଏଇଟା ଚାହେଁ, ମତେ ଏଇଟା ମା ତୁମେ ମୋ ଭିତରେ ସେଇ ଶକ୍ତିକୁ, ସେଇ ଜ୍ଞାନକୁ, ସେଇ ଶାନ୍ତିକୁ, ସେଇ ଆନନ୍ଦକୁ ପ୍ରତିଷ୍ଠିତ କର। এইଭଳି ଏକ ପ୍ରାର୍ଥନା ସହ ଯଦି ସେ ଅବିରାମ ଅବିଚ୍ଛିନ୍ନ ଭାବରେ ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ତ କର୍ମ ଭିତରେ ମଧ୍ୟ ତାର ପ୍ରାର୍ଥନାକୁ ପହଞ୍ଚେଇ ଦେଇପାରିବ,
ମା କହୁଛନ୍ତି ତୁମେ ଯାହା କିଛି କର ନା କାହିଁକି ଅବିଚ୍ଛିନ୍ନ ଭାବେ ପ୍ରାର୍ଥନା ଚାଲିଥାଏ। ଜଣେ ଚାହିଁଲେ କରିପାରେ। ଆଉ এই ଅବିଚ୍ଛିନ୍ନ ପ୍ରାର୍ଥନାର ସଙ୍ଗୀତ ଅବିରତ ଭାବରେ ବାଜି ଚାଲିଥାଏ। ପ୍ରାର୍ଥନା ହଉଛି ସେଇଆ ଅପା ଭାଇ ମାନେ ଯାହା ଦାବି କରେ ନାହିଁ, ଯାହା ଦାବି କରେନି କିଛି ମୁଁ ଚାହେଁନି ପ୍ରଭୁ, କେବଳ ତୁମକୁ ଚାହେଁ, କେବଳ ତୁମକୁ ଚାହେଁ। only mother none other। ତୁମ ବିନା ମୁଁ କାହାକୁ ଲଡୁ ନାହିଁ ପ୍ରଭୁ, ତୁମ ବିନା ମୁଁ ମା କିଛି ବି ଚାହେଁ ନାହିଁ, କିଛିର ମୋର ଆବଶ୍ୟକତା ନାହିଁ, କେବଳ only mother, only mother, only mother। ସେଇଠାରେ ପ୍ରତିପାଦନ କରିବାର କୌଣସି ଆବଶ୍ୟକତା ବି ନଥାଏ ଯେ ମୁଁ କଣ ପ୍ରାର୍ଥନା କରୁଛି କି ନ କରୁଛି। ଆମେ ଜାଣିଛୁ କିଭଳି ଭାବରେ ପ୍ରାର୍ଥନାର ଶକ୍ତି କେତେ ପରିମାଣରେ ଯୁଗେ ଯୁଗେ, କେତେ ସେ ମୃଗୁଣୀର ପ୍ରାର୍ଥନା, ସେ ଗଜରାଜର ପ୍ରାର୍ଥନା, ପ୍ରହଲ୍ଲାଦର ପ୍ରାର୍ଥନା, ମୀରାବାଈଙ୍କର ପ୍ରାର୍ଥନା, ଦାସିଆ ବାଉରୀର ପ୍ରାର୍ଥନା, ସବରୀର ପ୍ରାର୍ଥନାର କଥା, କେତେ ପ୍ରାର୍ଥନାର ଉଦାହରଣ ଆମେ ଜାଣିଛୁ। ମା କହୁଛନ୍ତି ସେଇଭଳି ଏକ ନିବେଦନ, ସେଇଭଳି ଏକ ଅନ୍ତର ନିଃସୃତ ହୃଦୟର ଆବେଦନ, ନିଜକୁ ଦେଇଦବାର ଭାବ, ନିଜକୁ ସମର୍ପି ଦେବାର ଏକ ଭାବ ହଉଛି ପ୍ରାର୍ଥନା। ଜଣେ ମାଙ୍କୁ ପ୍ରଶ୍ନ କରୁଛି, ମା ମୁଁ କଣ ଯେମିତି ଗୋଟେ ଛୋଟ ପିଲା ଯେମିତି ତା ମାକୁ କିଛି ମାଗି ତା ମା ପାଖରୁ କିଛି ଚାହେଁ ଆଉ ମାକୁ କାନ୍ଦି କାନ୍ଦି ମାଗେ, ଆମେ କଣ ସେମିତି ତୁମ ପାଖରେ ଛୋଟ ପିଲା ଭଳି କାନ୍ଦିକି ମାଗିପାରିବା, କିଛି ଦାବି ରଖିପାରିବା, ଅସହାୟ ଭାବରେ ତୁମ ଉପରେ କଣ ଆମେ ନିର୍ଭରଶୀଳ ହେଇପାରିବା? ମା କହିଲେ ନିଶ୍ଚିତ, ଯେ ଯେକୌଣସି ଭାବରେ ମତେ ଡାକିପାରିବ। ଗୋଟେ ମନୋଜ ଦାସଙ୍କର ଗୋଟେ ସୁନ୍ଦର ଗପଟେ ଅଛି। ଥରେ ଗୋଟେ ଛୋଟ ପିଲାଟି ତାର କଣ୍ଢେଇଟି ଭାଙ୍ଗି ଯାଇଛି, ଭଙ୍ଗା କଣ୍ଢେଇଟିକି ଧରିକି ସେ କାନ୍ଦୁଛି, ଆଉ ତା ବଡ ଭାଇକି ଦେଖେଇକି କହୁଛି, ଭାଇ ମୁଁ ଯାଉଛି ଭଗବାନଙ୍କୁ ପ୍ରାର୍ଥନା କରିବି, ସେ ମୋ କଣ୍ଢେଇଟି ଯୋଡ଼ିଦେବେ। ଆଉ ଏଇ କଥା ଶୁଣିକି ତା ଭାଇ କହୁଛି, ତୁ ଯା ଆଶା କରୁଛୁ ଯେ ଭଗବାନ ତୋର ପ୍ରାର୍ଥନା ଶୁଣିବେ, ତୁ ଦେଖିବୁ ଭଗବାନ ନିଶ୍ଚିତ ଉତ୍ତର ଦେବେ। ତା ଲୁହ ପୁଛିକି ସାନ ଭଉଣୀଟି ତାର କହୁଛି ସରଳ ବିଶ୍ୱାସର ସହିତ। ତା ପରଦିନ ଭୋରରୁ ଯେତେବେଳେ ଭାଇ ପଡିଥିବା ଭଙ୍ଗା କଣ୍ଢେଇଟିକୁ ତାର ଦେଖିଲା, ତା ପାଖକୁ ଆସି ତାକୁ ପଚାରୁଛି, ତାର ଭାଇଟି କହୁଛି, କଣ ଭଗବାନ ତ କଥା ଶୁଣିଲେଟି? ଭଉଣୀଟି ଉତ୍ତର ଦଉଛି ଅତି ଆତ୍ମବିଶ୍ୱାସର ସହିତ, ଅତି ଅତି ମାନେ ଧୈର୍ଯ୍ୟଶୀଳ ଭାବରେ ସେ କହୁଛି, ହଁ ଭଗବାନ ମୋ ପ୍ରାର୍ଥନା ଶୁଣିଲେ। ନା ସେ କଣ କହିଲେ? ନା ସେ କହିଲେ, କଣ୍ଢେଇକୁ ନେଇ ଖେଳିବାର ଆଉ ତାର ବର୍ତ୍ତମାନ କିଛି ଆବଶ୍ୟକତା ନାହିଁ। ଅପା ଭାଇ ମାନେ, ଏହା ହଉଛି ପ୍ରାର୍ଥନା। ପୂରଣ ହେଲେ ବି ଖୁସି, ପୂରଣ ନହେଲେ ବି ଖୁସି। ସେଇ ଛୋଟ ପିଲାଟି ଭଳି ସରଳ ହୃଦୟର ସେଇ ପ୍ରାର୍ଥନା, କିଛି ଦାବି ନାହିଁ। ସେ କିଛି ଦାବି କରୁନି ଯେ ମୋ କଣ୍ଢେଇଟା ଯୋଡି ଗଲେ ତୁମେ ଭଗବାନ ଯୋଡି ଦେଇ ପାରିଲେ, ଯଦି ନ ଯୋଡୁଛ ତାହେଲେ ତୁମେ ଭଗବାନ ନୁହେଁ, ବା ମୁଁ କାନ୍ଦିବି ବା ଅଭିମାନ କରିବି ବା ତୁମକୁ ଦୋଷ ଦେବି ବା ଗାଳି ଦେବି। ସେଭଳି କିଛି ବି ତାର ଦାବି ନାହିଁ, କି ଅଭିଯୋଗ ନାହିଁ, କି ଅଭିମାନ ନାହିଁ। ସେ କେବଳ ଏଇଭଳି ଏକ ପ୍ରାର୍ଥନା କରିଛି, ଯଦି ଆବଶ୍ୟକ ହବ ସେ ଯୋଡିଦେବେ, ଯଦି ମୋ ପାଇଁ ଆବଶ୍ୟକତା ନାହିଁ ତାହେଲେ ଯୋଡିବେନି। ଆମ ପ୍ରାର୍ଥନାଟା ଏମିତି ଭାବରେ କୌଣସି ଦାବି ନ ରଖି ଯେତେବେଳେ କରାଯିବ, ସେତେବେଳେ ନିଶ୍ଚିତ ଭାବରେ ଭଗବାନଙ୍କ ପାଖରେ ପହଞ୍ଚିବ। କାରଣ ଭଗବାନଙ୍କ ଉପରେ ଆମେ ସବୁବେଳେ ନିଷ୍ପତ୍ତି ଛାଡିଦେବା ଦରକାର। ଆଉ ଯେତେବେଳେ ଆମେ ଦାବି କରିବା, ଦାବିର ଅର୍ଥ ହଉଛି କଣ ନା ଆଗରୁ ଆମେ ନିଷ୍ପତ୍ତି ନେଇ ସାରିଛୁ,
ମୋ ପାଇଁ ଭଗବାନ ଏଇଟା କରିବାକୁ ଭଗବାନଙ୍କୁ ପଡିବ, ଭଗବାନ ଏଇଟା ନିଶ୍ଚିତ ମୋ ପାଇଁ କରିଦେବେ। ଆଉ ଯେତେବେଳେ ଭାଇମାନେ ଆମେ ଦାବି କରୁନା, ସେ ଦାବିର ଅର୍ଥଟି କଣ? ସେ ଦାବିର ଅର୍ଥ ହଉଛି ଆମର ଇଚ୍ଛା ପୂରଣ କର। ତୁମର ଇଚ୍ଛା ନୁହେଁ ଭଗବାନ, କେବଳ ତୁମେ ଆମର ଇଚ୍ଛା ହିଁ ପୂରଣ କରିବ। ତେଣୁ ପ୍ରାର୍ଥନା ଗୋଟେ ହଉଛି ଭାବ, ଏଟା ପ୍ରାର୍ଥନା ଗୋଟେ କାର୍ଯ୍ୟ ନୁହେଁ। ପ୍ରାର୍ଥନା ଏମିତି ଗୋଟେ କ୍ରିୟା ବି ନୁହେଁ, ପ୍ରାର୍ଥନା ହଉଛି ଗୋଟେ ଅବସ୍ଥା। କଥାରେ କହନ୍ତି ଭାବକୁ ନିକଟ, ଅଭାବକୁ ଦୂର। ଆମେ ସମସ୍ତେ ଜାଣିଛୁ ଏ ଜଗତ ହଉଛି ଭାବର ଜଗତ, ଭାବରେ ବନ୍ଧା ସ୍ୱୟଂ ଭଗବାନ। ଭାବ ହିଁ ଏକମାତ୍ର ଉପଲବ୍ଧି, ଆଉ ଭାବ ବିନା ସବୁ ଅର୍ଥହୀନ ଭାଇମାନେ। ଆଉ ଏ ଅଭାବ ଦୁନିଆରେ ଭାବ ସବୁବେଳେ କଣ ହେଇଯାଇଛି ନା ଉପେକ୍ଷିତ ହେଇଯାଇଛି। ଏଠି ଆଉ ଭାବ ନାହିଁ। କିଏ କେତେ ପ୍ରକାର ଭୋଗ ଦେଇପାରୁଛି, କେତେ ବଡ ମୂର୍ତ୍ତି କରିପାରୁଛି, କେତେ ଫୁଲ ଦେଇକି ଭଗବାନଙ୍କୁ ସନ୍ତୁଷ୍ଟ କରିପାରୁଛି, କେତେ ପ୍ରକାର ଲାଞ୍ଚ ଦେଇପାରୁଛି ଭଗବାନଙ୍କୁ। ଏଇଭଳି ଭାବରେ ଗୋଟେ ଭଗବାନଙ୍କ ସହିତ ମଣିଷର ପ୍ରତ୍ୟେକ ଦିନ ପ୍ରତ୍ୟେକ ମୁହୂର୍ତ୍ତ ଗୋଟେ ପ୍ରତାରଣା ପ୍ରପଞ୍ଚକ ଭାବରେ କାର୍ଯ୍ୟ ଚାଲିଛି ଅହରହ। ମୁଁ ତୁମକୁ ହାତୀ ଦେବି, ଘୋଡା ଦେବି, ନଡିଆ ଦେବି, କଦଳୀ ଦେବି, ଚୁଟି କାଟିଦେବି, ନଖ କାଟିଦେବି, ଭଗବାନ ମୋର ଏଇଟାକୁ ପୂରଣ କର, ଉପବାସ ରହିବି, ଭଗବାନ ତୁମକୁ ଏଇଟା କରିବାକୁ ବାଧ୍ୟ। ଆମେ ଭାବୁ ଭଗବାନ ସତରେ ଯେମିତି ଗୋଟେ ଲାଞ୍ଚୁଆ ଅଫିସର। ଭଗବାନ ଲାଞ୍ଚ ନଲେଲେ ଯେମିତି ଆମକୁ କାର୍ଯ୍ୟ କରିବେ ନାହିଁ। ଯଦି ଥରୁଟିଏ ଭାବିବା ଭାଇମାନେ, ଆମେ ସମସ୍ତେ ଯେ ଭଗବାନଙ୍କୁ ଆମେ କଣ ଲାଞ୍ଚ ଦଉଛୁ? ସୂର୍ଯ୍ୟଙ୍କୁ କଣ ଆମେ ପୂଜା ନ କଲେ ସୂର୍ଯ୍ୟ ତାଙ୍କର ସୂର୍ଯ୍ୟ କିରଣରୁ ଆମକୁ ବଞ୍ଚିତ କରୁଛନ୍ତି? ପବନ ଦେବତାଙ୍କୁ ପୂଜା ନ କଲେ କଣ ପବନ ଦେବତା ଆମକୁ ପବନରୁ ବଞ୍ଚିତ କରୁଛନ୍ତି? ମାଟିକୁ ପୂଜା ନ କଲେ କଣ ମାଟି ଦେବତା ରାଗି ଯାଉଛନ୍ତି? ନାହିଁ, ଏହାର କିଛି ବି ଅର୍ଥ ନାହିଁ। କୃପା ପରବଶ, କରୁଣାମୟ, କୃପା ସିନ୍ଧୁ, ଦୀନ ବନ୍ଧୁ, ଅଶରଣର ଶରଣ, କରୁଣାମୟୀ କଲ୍ୟାଣମୟୀ ମା କୃପା କରି ଚାଲିଛନ୍ତି, ଏ ସୃଷ୍ଟିକୁ କୃପାରେ ଗଢିଛନ୍ତି। ତେଣୁ ଏଇଠି ଗଣିତର ହିସାବ ନିକାଶ କିଛି ବି କାର୍ଯ୍ୟ କରେ ନାହିଁ। ଏଇଠି ହଉଛି ଭାବର କଥା, ଏଠି ହଉଛି ହୃଦୟର କଥା। ସବୁ ଅଭ୍ୟାସଗତ ଆଉ ସେଇ ଚିରାଚରିତ ପ୍ରବୃତ୍ତିରେ ଆମେ କରିଚାଲିଛୁ ଏସବୁ କଥାକୁ, କିନ୍ତୁ ନିରବଚ୍ଛିନ୍ନ ଭାବରେ ସାମଗ୍ରିକ ଭାବରେ ଆମେ କେତେବେଳେ ଏଇଭଳି ଏକ ଗୋଟେ ପ୍ରାର୍ଥନା କରି ଶିଖିବା। ମା ଯେମିତି ଧ୍ୟାନ ପ୍ରାର୍ଥନାରେ ପ୍ରାର୍ଥନା କରି ଚାଲିଛନ୍ତି ପ୍ରତ୍ୟେକ ବିଶ୍ୱବାସୀଙ୍କ ପାଇଁ, ପ୍ରତ୍ୟେକ ସୃଷ୍ଟିର ଜୀବ ପାଇଁ, ପ୍ରତ୍ୟେକ ଜୀବ ଜଗତ ପାଇଁ, ଜଳଚର ମାନଙ୍କ ପାଇଁ, ସ୍ଥଳଚର ମାନଙ୍କ ପାଇଁ, ବୃକ୍ଷଲତାଙ୍କ ପାଇଁ, ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି। ଦେବା ଦେବୀ ଅସୁର ରାକ୍ଷସ ସମସ୍ତଙ୍କ ପାଇଁ ମା ପ୍ରାର୍ଥନା କରିଛନ୍ତି। ସେଇ ପ୍ରାର୍ଥନା ହିଁ ଆମକୁ ଶିଖେଇ ଦିଏ ଏଇଭଳି ପ୍ରାର୍ଥନା କରାଯିବା ଉଚିତ, ଏଇଭଳି ପ୍ରାର୍ଥନା କର। ସେଇଥିପାଇଁ ମା ଏଇ ଧ୍ୟାନ ପ୍ରାର୍ଥନା ଲେଖିଲେ। ଥରେ କବୀରଙ୍କୁ ଜଣେ ଶିଷ୍ୟ ପଚାରିଲେ ଯେ ଆପଣ କେତେବେଳେ ପ୍ରାର୍ଥନା କରୁଛନ୍ତି ଆଉ ଭଗବାନଙ୍କ ସେବା କେତେବେଳେ କରୁଛନ୍ତି, ଆଉ ଆପଣ ମନ୍ଦିର ପରିକ୍ରମା କରିବାକୁ କେତେବେଳେ ଯାଆନ୍ତି? ସେଇଠି ଉତ୍ତର ଦେଖି କବୀର କହୁଛନ୍ତି ଯେ ଉଠୁ ବୈଠୁ ସ ପରିକ୍ରମା, ଗାଉଁ ପିଉ ସୋ ସେବା। ମୁଁ ଉଠୁଛି ବସୁଛି ଏଇଥିରେ ତାର ପରିକ୍ରମା ଚାଲୁଛି, ଆଉ ମୁଁ ଖାଉଛି ପିଉଛି ଓ ଯାହା କରୁଛି ସବୁଥିରେ ତାର ହିଁ ସେବା ଚାଲିଛି। ତା ନହେଲେ ଆଉ କାହା ପାଖରେ ମୁଁ ପ୍ରସାଦ ଅର୍ପଣ କରିବି, କାହା ସାମ୍ନାରେ ମୁଁ ପୂଜା ଥାଳି ସଜାଡ଼ିବି? ଜରୁରୀ ମଧ୍ୟ ନୁହେଁ ଭାଇମାନେ ପ୍ରତିଦିନ ମନ୍ତ୍ର ପଢିବା କିମ୍ବା ନିର୍ଦ୍ଦିଷ୍ଟ ସମୟରେ ପ୍ରାର୍ଥନା କରିବା। ସେବକ ଯାହା କରେ ତାହା ହିଁ ପ୍ରାର୍ଥନା ହେଇଯାଏ। ଚମ୍ପକଲାଲଙ୍କୁ ଦେଖିବା, ବାବାଜୀ ମହାରାଜଙ୍କୁ ଦେଖିବା, ନିରତପରଣକୁ ଦେଖିବା,
ତାଙ୍କର ସେବା ଥିଲେ ପ୍ରାର୍ଥନା। ପ୍ରତ୍ୟେକ କର୍ମ ହେଇଯିବ ପ୍ରାର୍ଥନା, ପ୍ରତ୍ୟେକ କର୍ମ ଭିତରେ ହେଇଯିବ ପ୍ରାର୍ଥନା। ସେମାନଙ୍କର ସେବା ଭିତରେ ସେମାନେ ପ୍ରାର୍ଥନା କରି ଚାଲିଥିଲେ। ସେ 24 ଘଣ୍ଟା ପ୍ରାର୍ଥନା ଭିତରେ ଜି ଥାଏ। ସେଇ କର୍ମ ଭିତରେ ଅସଲ ପ୍ରାର୍ଥନା ଲୋକଙ୍କୁ ଦେଖେଇ ହେବା ପାଇଁ କରାଯାଏନି। ମୁଁ ଏତେ ଘଣ୍ଟା ଧରିକି ବସୁଛି, କେତେ ସୁନ୍ଦର ପ୍ରାର୍ଥନା କରୁଛି, ଏଡେ ସୁନ୍ଦର ପ୍ରାର୍ଥନା ଗାଉଛି, ସେଥିରେ କେତେ ଲୋକ ଶୁଣିକି ମତେ ଭଲ କହିଲେ ମନ୍ଦ କହିଲେ, ସେ କଥା ନୁହେଁ। ପ୍ରାର୍ଥନା ହଉଛି ହୃଦୟରୁ। ପ୍ରାର୍ଥନା ସେଇଟା କରାଯାଏ ଯୋଉଟା କି କେହି ଜାଣିପାରେନି, କେହି ଶୁଣିପାରେନି। ସେ ପ୍ରାର୍ଥନା ଅବିରାମ ଅବିଚ୍ଛିନ୍ନ ଭାବରେ ଜଣଙ୍କ ପାଖରେ ଯାଇକି ପହଞ୍ଚେ। ଏଇ ଭୂମିରୁ ଭୂମା ପର୍ଯ୍ୟନ୍ତ ଲମ୍ବି ଯାଏ ସେଇ ପ୍ରାର୍ଥନାର ଶକ୍ତି। ତେଣୁ ସେଇ ପ୍ରାର୍ଥନା ଗୋଟେ ହୃଦୟର ଉଦ୍ବେଳନ। ଏହା କୌଣସି ମାନମର୍ଯ୍ୟାଦା ବା ପଦ ପଦବୀର ପ୍ରତିଷ୍ଠା କଥା ନୁହେଁ। ଏଇଟା ଗୋଟେ ପ୍ରୀତିର ନିର୍ଝର ଏକାନ୍ତ ନିବେଦନ, ଏକାନ୍ତର ଗୋଟିଏ ସଙ୍ଗୀତ, ହୃଦୟର ନୀରବ ସଙ୍ଗୀତ। ଗୋଟେ ଛୋଟ ପିଲାଟି, ଗାଈ ଜଗୁଆଳ ପିଲାଟି, କିଛି ପ୍ରାର୍ଥନା ମନ୍ତ୍ର ଜାଣେନି। ଜଣେ ସାଧୁ ସେପଟେ ଦେଇକି ଯାଉଛନ୍ତି, ଶୁଣିଲେ ସେ ଗୋଟିଏ ମନ୍ତ୍ରକୁ ବିଭିନ୍ନ ପ୍ରକାର ଭୁଲ ଭ୍ରାନ୍ତି ଭିତରେ ଗାଇ ଚାଲିଛି। ତାକୁ ସାଧୁ କହିଲେ, ଆରେ ବାବା ତୁ ଟିକେ ଭୁଲ କହୁଛୁ, ଏଇଭଳି ପ୍ରାର୍ଥନାଟି କରିବୁ, ଏଇଭଳି ପ୍ରାର୍ଥନା କଲେ ଭଗବାନଙ୍କ ପାଖରେ ପହଞ୍ଚିବ। ସେ ସେଇଭଳି ପ୍ରାର୍ଥନା କଲା। ସେ ସବୁଦିନ ଯୋଉ ପ୍ରାର୍ଥନା କରିକି ତାର ଗାଈ ଜଗିବା ପାଇଁ ଯାଏ, ଯୋଉ ଭଗବାନଙ୍କୁ ଭୋଗ ଲଗାଏ, ରୁଟି ନେଇ ଯାଇଥାଏ, ଟିକେ ଶାଗ ଭଜା ନେଇ ଯାଇଥାଏ, ଚାହା ନେଇ ଯାଇଥାଏ, ସେଇ ପ୍ରାର୍ଥନା ବୋଲିକି ଯେ ତା ଠାକୁରକୁ ଖୁଆଇ ଦିଏ, ସେ ଖାଆନ୍ତି, ସାଙ୍ଗ ହେଇକି 2 ଜଣ ଖାଆନ୍ତି। କିନ୍ତୁ ସେଦିନ ଯୋଉ ସନ୍ନ୍ୟାସୀ ସେଇ ସାଧୁ ଜଣକ ଯୋଉ ପ୍ରାର୍ଥନା ଶିଖେଇ ଦେଲେ, ତାପରେ ଯେତେବେଳେ ସେଇ ପ୍ରାର୍ଥନା ବୋଲିକି ସେ ଖୋଉଛି, ସେତେବେଳେ ତାର ଠାକୁର ଆଉ ଖାଉନାହାନ୍ତି। କହୁଛନ୍ତି, ଆରେ ତୁମେ ତ ସବୁଦିନ ଖାଇଦିଅ, ଆଜି କାହିଁକି ଖାଉନ? ନା ରେ, ଆଜି କେମିତି ଖାଇବି? ତ ହୃଦୟର ସେ ପ୍ରାର୍ଥନାକୁ କାହିଁକି ତୁ ହଜେଇ ଦେଲୁ? ତୁ ଗା, ଯେମିତି ଗାଉଥିଲୁ, ଯେଭଳି ଭାବରେ ଗାଉଥିଲୁ ସେଇଭଳି ଭାବରେ ଗା। ତୁ କାହା ପାଖରୁ ଶିଖିକି ପ୍ରାର୍ଥନା ଗାଇଲେ ମୋ ପାଖରେ ପହଞ୍ଚିବନି ରେ ଧନ। ଯେମିତି ଗାଉଥିଲୁ, ତୋର ସେଇ ଅନାମନା ପ୍ରାର୍ଥନା ଭିତରେ, ତୋର ସେଇ ଭାବ ଭିତରେ ମୁଁ ପରା ବନ୍ଧା ହେଇଯାଇଛି। ଆଉ ତୋର ସେଇ ଶୁଖିଲା ରୁଟି ଟିକେ ଖାଇକି ମୋର ହୃଦୟରେ ମୁଁ ପରା ତତେ ସ୍ଥାନ ଦେଇଛି। ତ ସେଇ ପ୍ରାର୍ଥନାଟି ଗା। ଇଏ ହଉଛି ପ୍ରାର୍ଥନା, ସେଇ ଭାବ ଥିବା ପ୍ରାର୍ଥନା। 5 ଜଣ ଶୁଣିବେ, 50 ଲୋକ ଶୁଣିବେ, ମତେ ବହୁତ ଭଲ କହିବେ, ମୁଁ ଷ୍ଟେଜରେ ଛିଡା ହେଇଯିବି, ପ୍ରାର୍ଥନା ଗାଇବି, ସମସ୍ତେ ବହୁତ ଭଲ କହିବେ। ମାଙ୍କ ପାଖରେ ପହଞ୍ଚି ପାରିଲେ ହେଲା। ଅନେକ ଉଦାହରଣ ଅଛି। ଯେତେବେଳେ ଆକବରଙ୍କ ରାଜସଭାରେ ଥାନ୍ତି ତାନସେନ ଏଭଳି ଜଣେ ସଙ୍ଗୀତଜ୍ଞ। ଦୀପକରାଗ ଗାଇଲେ ଦୀପ ପ୍ରଜ୍ୱଳିତ ହେଉଥିଲା, ମେଘମୁଲ୍ଲାରେ ଗାଇଲେ ବର୍ଷା ହେଇଯାଉଥିଲା। ଦିନେ ସେ ପଚାରୁଛନ୍ତି, ତୁମର କି ମାନେ ଆକବର ପଚାରୁଛନ୍ତି, ତାନସେନ ତୁମେ ଏତେ ସୁନ୍ଦର ଗୀତ ଗାଉଛ, ତୁମର ଗୁରୁ କିଏ କହିଲ? ତାହେଲେ ତୁମଠାରୁ ସେ ଆହୁରି କେତେ ସୁନ୍ଦର ଗୀତ ଗାଉନଥିବେ? ହଁ, ମୋ ଗୁରୁ ସେଇଭଳି ଗୁରୁ। ନା କିଏ? କୋଉଠି ରହନ୍ତି ସେ? ତା ବୃନ୍ଦାବନରେ ରୁହନ୍ତି। ନା ତାହେଲେ ତୁମେ ମତେ ତାଙ୍କ ପାଖକୁ ଥରେ ନେଇ ଚାଲ। ନା ସେ କାହା ସାମ୍ନାରେ ପ୍ରାର୍ଥନା ଗାଆନ୍ତି ନାହିଁ, ଗୀତ ଗାଆନ୍ତି ନାହିଁ। ନା ତାହେଲେ ଛଦ୍ମବେଶରେ ଯିବି ମୁଁ ତୁମ ସହିତ, ତୁମେ ମୋର ପରିଚୟ ଦବ ନାହିଁ। ଯାଇକି ପହଞ୍ଚିଲେ, ଯେତେବେଳେ ପହଞ୍ଚିଛନ୍ତି ଗୁରୁ ହରିଦାସଙ୍କ ପାଖରେ, କହୁଛନ୍ତି ତାନସେନକୁ, ଆଜି ସନ୍ଧ୍ୟାରେ ତୁମେ ଆସିଛ, ଯାହା ହଉ। ଗୁରୁଦେବ କହୁଛନ୍ତି ତାନସେନକୁ, ତୁମେ ଆଜି ଗୋଟେ ପ୍ରାର୍ଥନା ବୋଲ। କହୁଛନ୍ତି, ଗୁରୁଦେବ ମୁଁ ତ ଆଜି ଗାଇପାରିବିନି, ମୁଁ ଆପଣଙ୍କ ଠାରୁ ଟିକେ ଶୁଣିବା ପାଇଁ ଆସିଛି। ଗୁରୁଦେବ କହୁଛନ୍ତି, ତୁମେ କଣ ଜାଣିନ ମୁଁ ପ୍ରାର୍ଥନା ସେମିତି ଗାଏନି ବୋଲି? ସେଇଠୁ ସେ ଅନୁରୋଧ କରୁଛନ୍ତି ଯେ ଗୁରୁଦେବ ମୁଁ ବହୁତ ବାଟରୁ ଆସିଛି, ଆପଣଙ୍କୁ ଅନୁରୋଧ କରୁଛି
ମୋ ପାଇଁ ଭଗବାନଙ୍କ ପାଇଁ ଟିକେ ପ୍ରାର୍ଥନା ଆପଣଙ୍କ ମୁଖରୁ ମୁଁ ଶୁଣିବି। ତାପରେ ଗୁରୁଦେବ ଗାଇଛନ୍ତି। ସେଇ ଗାଇବା ଭିତରେ ଏତେ ଶକ୍ତି, ଏତେ ସାମର୍ଥ୍ୟ, ଏତେ ଆନ୍ତରିକତା ଥିଲା। ତପ୍ତ ହେଇଯାଉଛି ସେଇ ଆଶ୍ରମର ପରିବେଶ, ସ୍ଫୁରିତ ହେଇ ଉଠିଛି ସମସ୍ତ ଚିନ୍ତା ଭିତରେ, ଚେତନା ଭିତରେ ରହିଥିବା ସେଇ ଉନ୍ମିଳିତ ହେଇ ଉଠୁଛି ସେଇ ସମସ୍ତଙ୍କ ହୃଦୟ ଭିତରେ ଥିବା ସେଇ ଭକ୍ତିର ଭାବ ନିର୍ଝରଣୀ ବହି ଯାଉଛି। ଜଙ୍ଗଲର ପରିବେଶ ଭିତରେ ଗୋଟେ ଭାଗବତ ଶକ୍ତି, ସମସ୍ତେ ସେଇ ଉପସ୍ଥିତିକୁ, ଭଗବାନଙ୍କର ସେଇ ଦିବ୍ୟ ସାନ୍ନିଧ୍ୟକୁ ସମସ୍ତେ ଉପଲବ୍ଧି କରୁଛନ୍ତି, କୃତ୍ୟ ହେଇଯାଉଛନ୍ତି, ସମସ୍ତେ ତଲ୍ଲୀନ ହେଇଯାଉଛନ୍ତି। ଗୋଟେ ଦିବ୍ୟ ଜଗତକୁ ସେମାନେ କିଛି କ୍ଷଣ ପାଇଁ ଚାଲି ଯାଉଛନ୍ତି। ତାପରେ ଯେତେବେଳେ ସେ ପ୍ରାର୍ଥନା ସରିଛି, ତନ୍ମୟ ହେଇଯାଇଛନ୍ତି ଆକବର। ଆଉ କିଛି ତାଙ୍କର ଯେତେବେଳେ ଫେରିଛନ୍ତି ତାଙ୍କର ପୂର୍ବ ଅବସ୍ଥାକୁ, ସାଧାରଣ ଅବସ୍ଥାକୁ, ସେତେବେଳେ ତାନସେନକୁ କହିଛନ୍ତି, ତାନସେନ, ତୁମେ ଏତେ ସୁନ୍ଦର ଗୀତ ଗାଉଥିଲା ବେଳେ ତୁମ ଯୋଉ ଗୁରୁଦେବ ଆଜି ଯଦି ସେଇଭଳି ଗୀତ ଯଦି ଗାଉଥାନ୍ତେ, ଆଜି କେତେ ଲୋକ ତାଙ୍କୁ ଜାଣୁଥାନ୍ତେ, କେତେ ଲୋକ ତାଙ୍କୁ ପ୍ରଶଂସା କରୁଥାନ୍ତେ, କେତେ ଟଙ୍କା ସେ ରୋଜଗାର କରୁଥାନ୍ତେ। ନା, ସେଇଥିପାଇଁ ମୋ ଗୁରୁଦେବ କାହାରି ସାମ୍ନାରେ ପ୍ରାର୍ଥନା ବୁଲନ୍ତି ନାହିଁ। କୌଣସି ବ୍ୟବସାୟିକ ମନୋବୃତ୍ତି ନେଇ ସେ ଭଗବାନଙ୍କ ପାଖରେ ପ୍ରାର୍ଥନା ଗାଆନ୍ତି ନାହିଁ ବା ଭଗବାନଙ୍କ ପ୍ରାର୍ଥନା ବୋଲନ୍ତି ନାହିଁ। ନିଃସ୍ୱାର୍ଥ ପର ଭାବରେ ଆନ୍ତରିକତାର ସହିତ ନିବେଦନ କରୁଥିବା ସେଇ ପ୍ରାର୍ଥନା ହେଉଛି ହୃଦୟରେ ଗୋଟିଏ ଅନ୍ତଃକରଣରୁ ଉଠୁଥିବା ଭଗବାନଙ୍କ ଦିଗକୁ ନିବେଦନ ମୋର ଗୁରୁଦେବଙ୍କର। ସେଇଥିପାଇଁ ସେ ପ୍ରାର୍ଥନାକୁ ତାଙ୍କ ନିବୃତ କଣରେ ସବୁବେଳେ ତାଙ୍କର ପ୍ରଭୁଙ୍କ ପାଇଁ ଲୁଚେଇ ରଖିଛନ୍ତି, ତାଙ୍କ ହୃଦୟର କୋଉ କଣରେ। ସେଥିପାଇଁ ସେ ପ୍ରାର୍ଥନା ଏତେ ଶକ୍ତିଶାଳୀ। ଯୋଉ ପ୍ରାର୍ଥନା ଅନ୍ୟର ପ୍ରଶଂସା, ଯୋଉ ପ୍ରାର୍ଥନା ନିଜର ସ୍ୱାର୍ଥ ପରିପୂରଣ ପାଇଁ, ଯୋଉ ପ୍ରାର୍ଥନା ନିଜର ଅଭିଳାଷିତ କିଛି ଇଚ୍ଛାକୁ ପୂରଣ କରିବା ପାଇଁ ଗାଯାଏ, ସେଇ ପ୍ରାର୍ଥନାର ଯୋଉ ଶକ୍ତି ତାଠାରୁ ସହସ୍ର ଗୁଣରେ ଶକ୍ତି ଭରି ରହିଛି ହୃଦୟର ନିକାଞ୍ଚନରେ, ଗଭୀରରେ ଭଗବାନଙ୍କ ପ୍ରତି ଉତ୍ସାହିତ ହେଉଥିବା ନିଃସ୍ୱାର୍ଥପର ଆନ୍ତରିକ ନିଷ୍ଠାପର ପ୍ରାର୍ଥନା ସହସ୍ର ଗୁଣରେ ମୂଲ୍ୟବାନ। ତେଣୁ ଜଣେ ସୁଫି ସାଧୁ କହୁଛନ୍ତି, ରାତିର ଘନ ଘର ଅନ୍ଧାରରେ ଯେତେବେଳେ ତୁମର ପତ୍ନୀକୁ ମଧ୍ୟ ଜଣା ପଡିବ ନାହିଁ, ଠିକ ସେତିବେଳେ ରାତିରେ ଚୁପଚାପ ଉଠି ତାଙ୍କ ସହ 2-4 ପଦ କଥାବାର୍ତ୍ତା ହେଇଯିବ ଭଗବାନଙ୍କ ସହିତ। ନିସ୍ତବ୍ଧ ରାତିରେ ସେ କହୁଛନ୍ତି, ଜଣେ ସୁଫି ସାଧୁ କହୁଛନ୍ତି ଯେ ନିସ୍ତବ୍ଧ ରାତିରେ ଯେତେବେଳେ ତୁମ ପତ୍ନୀ ମଧ୍ୟ ଶୋଇଯାଇଥିବେ, ସମଗ୍ର ପରିବାର ଯେତେବେଳେ ଶୋଇଯାଇଥିବ, ସେ ନିସ୍ତବ୍ଧ ରାତିରେ ତୁମେ ନିବିଡ଼ ଭାବରେ 2-4 ପଦ କଥା ହେଇଯିବ ତାଙ୍କ ସହିତ। ସେଇ କଥା ହେଇଯିବା ନିବିଡ଼ ଭାବରେ, ଆନ୍ତରିକ ଭାବରେ, ସେଇଟା ହଉଛି ପ୍ରାର୍ଥନା। ଆଉ ସେତେବେଳେ ତୁମ କଥା ହିଁ ସେ ଶୁଣିବେ ହିଁ ଶୁଣିବେ। ତାଙ୍କ ପାଇଁ ହୃଦୟରେ ଏକ ମଧୁର ପୀଡ଼ା ତୁମେ ଅନୁଭବ କରିବ। ତାଙ୍କ ବିନା ଆଉ ମୁଁ ବଞ୍ଚି ପାରିବି ନାହିଁ। ଯେବେ ତୁମକୁ ଆଚ୍ଛନ୍ନ କରି ରଖିବ ଏଇଭଳି ଏକ କଥା, ସେତେବେଳେ ଏ ପୃଥିବୀ, ଏ ଆକାଶ, ଏ ସାଗର ଯେଉଁଠାରେ ଦୃଷ୍ଟି ପଡ଼ିବ ସବୁଠାରେ ତାଙ୍କରି ଉପସ୍ଥିତି ବିସ୍ତାରିତ ହେଇଯାଉଥିବାର, ପରିପ୍ରକାଶିତ ହେଇଯାଉଥିବାର ତାଙ୍କରି ଛବିକୁ ତୁମେ ସବୁବେଳେ ଅନୁଭବ କରିବ। ଅଦୃଶ୍ୟରେ ତୁମରି ଭିତରେ ତାଙ୍କ ପ୍ରତି ତୁମର ଗୋଟିଏ ଅନୁଗୃହୀତର ସଙ୍ଗୀତକୁ ନିସ୍ତବ୍ଧରେ ତୁମେ ଶୁଣି ଚାଲିଥିବ, ତୁମ ଭିତରେ ତାହା ବାଜି ଚାଲିଥିବ। ଥରେ ଯୀଶୁଖ୍ରୀଷ୍ଟଙ୍କୁ ଜଣେ ପଚାରିଲେ ଯେ ପ୍ରାର୍ଥନା କଣ? ଯୀଶୁଖ୍ରୀଷ୍ଟ ଆଣ୍ଠୁ ମାଡ଼ିକି ବସି ପଡ଼ିଲେ ଏବଂ ପ୍ରାର୍ଥନା କରିବାକୁ ଆରମ୍ଭ କଲେ। ଶିଷ୍ୟ ଜଣକ କହିଲେ, ମୁଁ କେବଳ ପ୍ରାର୍ଥନା କଣ ବୋଲି ଆପଣଙ୍କୁ ପଚାରୁଥିଲି ପ୍ରଭୁ, ପ୍ରାର୍ଥନା କରିବା ପାଇଁ ଆପଣଙ୍କୁ ମୁଁ କହୁନି। ଯୀଶୁଖ୍ରୀଷ୍ଟ କହୁଛନ୍ତି, ଅନ୍ୟ କିଛି ମୋ ପାଖରେ ଉପାୟ ନାହିଁ, ମୁଁ ପ୍ରାର୍ଥନା କରିପାରେ, ତୁମେ ଏଥିରେ ଅଂଶଗ୍ରହଣ କରିପାର। ମୁଁ ତୁମକୁ ନିମନ୍ତ୍ରଣ କରୁଛି,
ତୁମେ ମୋର ଏହି ପ୍ରାର୍ଥନାର ଅଂଶ ହୋଇପାର। ପ୍ରାର୍ଥନା କ'ଣ ତୁମକୁ କହିପାରିବି ନାହିଁ, କିନ୍ତୁ ଏହା ମଧ୍ୟକୁ ମୁଁ ଯାଇପାରେ। ପ୍ରାର୍ଥନା ଭିତରକୁ ଜଣେ ଯାଇପାରେ, କିନ୍ତୁ ପ୍ରାର୍ଥନା ହେଉଛି ଅନୁଭବର କଥା, ହୃଦୟର କଥା, ତାକୁ ବ୍ୟକ୍ତ କରାଯାଇପାରେ ନାହିଁ। ଯେମିତି ଫୁଲଟିକୁ ଯେତେ ବର୍ଣ୍ଣନା କଲେ ମଧ୍ୟ, ଗୋଲାପକୁ, ପଦ୍ମକୁ, ଯେକୌଣସି ଗୋଟେ ଫୁଲକୁ ଯେତେବେଳେ ଆମେ ବର୍ଣ୍ଣନା କରିବା ନିଶ୍ଚିତ ଭାବରେ କମି ପଡ଼ିଯାଏ। ଯେଉଁ ଲୋକଟି ସେ ଫୁଲ ବିଷୟରେ ଅବଗତ ନଥିବ ତାକୁ କେତେ ପ୍ରକାର ଆପଣ ବର୍ଣ୍ଣନା କଲେ ମଧ୍ୟ ବୁଝେଇ ପାରିବେ ନାହିଁ। ଠିକ ସେଇଭଳି ଭାବରେ ପ୍ରାର୍ଥନା ହେଉଛି ଗୋଟେ ଅନୁଭବ। ଜଣେ ମାଙ୍କର ଡିଭୋଟି ସେ ଏଭଳି ଗୋଟେ ପ୍ରାର୍ଥନା ନିଜେ କରିଛନ୍ତି, ଗୋଟେ ଅନନ୍ୟ ପ୍ରାର୍ଥନା। ତାଙ୍କ ନାଁ ହେଉଛି ସେରା। ସେ ମାଙ୍କ ପାଖକୁ ଲେଖିଛନ୍ତି। ଅତି ସୁନ୍ଦର ପ୍ରାର୍ଥନାଟି। ସେ କହୁଛନ୍ତି ଯେ ମୋର ପ୍ରିୟତମା ମା, ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ପ୍ରଭାତରେ ଓ ସନ୍ଧ୍ୟାରେ ଆପଣଙ୍କ ସାନ୍ନିଧ୍ୟରେ ଥିଲାବେଳେ ମୁଁ କ'ଣ କ'ଣ ସବୁ କରେ। ମୋର ସମସ୍ତ ପ୍ରେମ, ଶ୍ରଦ୍ଧା ତଥା ସମ୍ମାନ ସହ ମୁଁ ମୋ ଭିତରେ ଥିବା ସକଳ ସର୍ବୋତ୍କୃଷ୍ଟ ବସ୍ତୁକୁ ଆପଣଙ୍କୁ ପ୍ରଭାତରେ ଅର୍ପଣ କରିଦିଏ। ତାପରେ ସାୟଂକାଳରେ ଯେତେବେଳେ ଆପଣଙ୍କୁ ସାକ୍ଷାତ କରେ ସେତେବେଳେ ମୋର ପ୍ରେମାବିଷ୍ଟ ଆତ୍ମା ପୃଥିବୀକୁ ଭଗବାନ ଦେଇଥିବା ସୁନ୍ଦରତମ ଉପହାର ଗୁଡ଼ିକୁ ବାଛି ବାଛି ନେଇ ଆସେ ଆଉ ଆପଣଙ୍କୁ ଅର୍ପଣ କରିବାକୁ। ସେଇ ସବୁ ଭିତରେ ଯେତେକ ସୂର୍ଯ୍ୟାସ୍ତ ଅଛି ତାର ଉପହାର, ପର୍ବତାବଳୀର ସୁନ୍ଦର ଦୃଶ୍ୟ, ସମୁଦ୍ରର ସୁଦୃଶ୍ୟାବଳୀ ଆଉ ବଣ ଜଙ୍ଗଲ ଓ ପୁଷ୍ପରାଜି ସମସ୍ତଙ୍କୁ ଏକାଠି କରି ତା ସହିତ ପୁଣି ମୁଁ ମିଶେଇ ଦିଏ ସମଗ୍ର ବିଶ୍ୱରେ ଥିବା ସୌନ୍ଦର୍ଯ୍ୟର ସାରବସ୍ତୁ, ଅର୍ଥାତ୍ ଚନ୍ଦ୍ରଲୋକ ଓ ଗ୍ରହଲୋକର ନକ୍ଷତ୍ର ରାଜିଙ୍କୁ। ଏହା ହେଉଛି ମୋର ସନ୍ଧ୍ୟାକାଳୀନ ଅର୍ପଣଯୁକ୍ତ ପ୍ରାର୍ଥନା। କିଭଳି ଭାବରେ ପ୍ରାର୍ଥନା ସେ କରୁଛନ୍ତି, କେତେ ସଚେତନ, କିଭଳି ଭାବରେ ସମର୍ପିତ ସେ ଚେତନା ସବୁ, ସେ ଆତ୍ମା ସେଇଭଳି ମାନେ ମାଙ୍କ ପାଖରେ ସେମାନେ ବହୁ ଜନ୍ମର ସାଧନାର ସୁଫଳ ପାଇକି ସେମାନେ ମାଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସେଇଭଳି ସେମାନେ ପ୍ରାର୍ଥନା କରିପାରନ୍ତି। ଆପଣ ଜାଣିଛନ୍ତି କି ମୁଁ କାହିଁକି ଏପରି କରେ? ସେ ମାଙ୍କୁ କହୁଛନ୍ତି, ଆପଣଙ୍କ ବିତରଣ ସମୟରେ ମୁଁ ଯେତେବେଳେ ବସିଥାଏ ଦେଖେ ଯେ 3 ପ୍ରକାର ବ୍ୟକ୍ତି ଆପଣଙ୍କ ନିକଟକୁ ଆସନ୍ତି ଆପଣଙ୍କ ଠାରୁ ଦାନ ଗ୍ରହଣ କରିବାକୁ। ତନ୍ମଧ୍ୟରେ ଦେଖେ ଖୁବ୍ କମ୍ ବ୍ୟକ୍ତିଙ୍କୁ ଯେଉଁମାନେ ଆପଣଙ୍କୁ ନିଜର ନିରୋଳା ଶ୍ରଦ୍ଧା, ପ୍ରେମ ଓ ଭଲ ପାଇବା ଦିଅନ୍ତି। ଇଏ ହେଉଛି ଗୋଟେ ପ୍ରକାର। ସେ କହୁଛନ୍ତି 3 ପ୍ରକାର ଲୋକଙ୍କୁ ମୁଁ ଦେଖେ ଯେଉଁମାନେ କି ଆପଣଙ୍କ ଠାରୁ ଦାନ ଗ୍ରହଣ କରିବାକୁ ଆସନ୍ତି, ଆଉ ତା ଭିତରେ ମୁଁ ଆଉ କିଛି ଲୋକଙ୍କୁ ଦେଖେ ଯେଉଁମାନେ କି ଖୁବ୍ କମ୍ ବ୍ୟକ୍ତି ଆପଣଙ୍କୁ ନିରୋଳା ଶ୍ରଦ୍ଧା, ପ୍ରେମ ଆଉ ଭଲ ପାଇବା ଦିଅନ୍ତି। ଆଉ ବେଶ ବିରାଟ ଦଳରେ ଆସନ୍ତି ଲୋକମାନେ ଅତ୍ୟନ୍ତ ଉଦାସୀନ ଆଉ ନିରାସକ୍ତ। ତାଙ୍କ ସଂଖ୍ୟା ବହୁତ, ମାନେ ନିରାସକ୍ତ। ମୋର ଏଇଟା ନାହିଁ, ସେଇଟା ନାହିଁ, ଏମିତି ହେବା ଦରକାର ଥିଲା, ସେମିତି ହେଲା ନାହିଁ, ତାର ହେଇଗଲା, ମୋର ହେଲାନି। ଏଇଭଳି ଆମେ ଯାହା ସବୁ ଆମେ ସେ କଥା ଜାଣିଛୁ, ସେଭଳି କିଛି ଲୋକ ଆସନ୍ତି। ତାପରେ ବହୁ ସଂଖ୍ୟାରେ ଆସନ୍ତି ତୃତୀୟ ଦଳର ବ୍ୟକ୍ତି ଯେଉଁମାନେ ଆପଣଙ୍କ ଠାରୁ ନିଜ ପାଇଁ କିଛି ବସ୍ତୁକୁ ଆତ୍ମସାତ କରିବା ପାଇଁ କେବଳ ଆସନ୍ତି। ମାଙ୍କ ନିକଟରୁ କିଛି ଖାଲି ନେଇଯିବେ, ମାଙ୍କ ପାଇଁ କିଛି କରିବାର ଦରକାର ନାହିଁ। ତାଙ୍କର କେବଳ ଭଗବାନଙ୍କ ଠାରୁ, ମାଙ୍କ ଠାରୁ ନେବେ, ଆତ୍ମସାତ କରିବେ। ଏଇଟା ଦିଅ, ସେଇଟା ଦିଅ, ଏଇଟା ନାହିଁ, ହାତୀ ନାହିଁ, ଘୋଡ଼ା ନାହିଁ, ଗାଡ଼ି ନାହିଁ, ମୋଟର ନାହିଁ, ଘର ନାହିଁ, ପ୍ରତିଷ୍ଠା ନାହିଁ, ପ୍ରତିପତ୍ତି ନାହିଁ, ସବୁ ମତେ ଦିଅ, ଖାଲି ଆତ୍ମସାତ କରିବାକୁ। ସେମାନଙ୍କୁ ଦେଖି ମୁଁ ଅତିଶୟ ମ୍ରିୟମାଣ ହେଇ ପଡ଼େ ଏବଂ ସେମାନେ ଆପଣଙ୍କ ଠାରୁ ଯାହା ସବୁ ନେଇଯାଆନ୍ତି ସେଇ ସବୁକୁ ପୂରଣ କରି ଆପଣଙ୍କୁ ଦେଇଦେବାକୁ ମୁଁ ଚେଷ୍ଟା କରେ। ଏଇ କ୍ଷୁଦ୍ର ମାନବ ସତ୍ତା ଭିତରେ ସେ ଏଇଭଳି ଏକ ଭାବନାକୁ ସାଉଁଟି ପାରିଛନ୍ତି ତାଙ୍କ ପ୍ରାର୍ଥନା ଭାବରେ ଯେ ମୋ ମାଙ୍କ ପାଖରୁ କିଏ ଭଲ ପାଆନ୍ତି ତାହେଲେ ସେ ମାଙ୍କୁ ଏଇଭଳି ଭାବରେ ଗୋଟେ ପ୍ରାର୍ଥନା କରିପାରୁଛନ୍ତି। ମାଙ୍କ ପାଖରୁ ଯାହା ଯାହା ସବୁ ନେଇଯାଉଛନ୍ତି ତାକୁ ପୂରଣ କରିବା ପାଇଁ ସେ ପ୍ରାର୍ଥନା କରନ୍ତି। ମୁଁ ଭାବିଚିନ୍ତି ଦେଖେ ଯେ ଆପଣଙ୍କ ପ୍ରତି ମୋର ନିଜସ୍ୱ ଶ୍ରଦ୍ଧା ତ ଏ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ନୁହେଁ, କାରଣ ଏପରି ବ୍ୟକ୍ତି ସଂଖ୍ୟାରେ ବହୁତ ବେଶୀ। ସେଇଥିଲାଗି ସବୁଆଡୁ
ଉତ୍କୃଷ୍ଟତମ ବସ୍ତୁଗୁଡ଼ିକୁ ସଂଗ୍ରହ କରି ଆପଣଙ୍କୁ ଅର୍ପଣ କରିବା ଯେ ନିତ୍ୟାନ୍ତ ଆବଶ୍ୟକ ତାହା ମୁଁ ଅନୁଭବ କରେ। କେଡ଼େ ସୁନ୍ଦର ଏଇ ପ୍ରାର୍ଥନା। ନିଶ୍ଚିତ ଭାବରେ ଏଇଭଳି ପ୍ରାର୍ଥନା ହେଉଛି ଗୋଟିଏ ସମର୍ପିତ ଆତ୍ମାର। ତେଣୁ ପ୍ରାର୍ଥନାର ଯୋଉ ଫଳାଫଳ ଯୁଗେ ଯୁଗେ ସ୍ୱୀକୃତ ହେଇକି ରହିଛି, ଏହା ଅବ୍ୟର୍ଥ ଓ ଅମୋଘ ଅସ୍ତ୍ର। କିନ୍ତୁ ପ୍ରାର୍ଥନା କଣ ତାକୁ ଜାଣି ପ୍ରୟୋଗ କରିବା ଏକ ମହାନ ପ୍ରଶ୍ନ। ଭାଇମାନେ, ପ୍ରାର୍ଥନା କଣ ସର୍ବଦା କିଛି ପାଇବା ସକାଶେ ଭିକ୍ଷା ବା ଯାଚନା ଓ ନିଜର ଅଭାବ ଅନାଟନ ପୂରଣ କରିବା ପାଇଁ ଆବାହନ? এই କଥା ଆମେ ବୁଝିବା ଦରକାର। ଆମେ ଖାଲି ମାଗିବା ପାଇଁ ବା ଭିକ୍ଷା କରିବା ପାଇଁ ନା ଅଭାବ ଅନାଟନକୁ ପୂରଣ କରିବା ପାଇଁ ଖାଲି ପ୍ରାର୍ଥନା କରିବା? ଅଧିକାଂଶ ସ୍ଥଳରେ ଏହିପରି ହେଲେ ବି ଏହାର ଅନ୍ୟ ଏକ ସୁନ୍ଦର ପରିପ୍ରକାଶ ଅଛି, ଯାହାକୁ ଅନେକ ଉଦ୍ଦୀପ୍ତ ଆତ୍ମା ଆପଣେଇ ନେଇଥାନ୍ତି ଯେତେବେଳେ ସେମାନେ ଅନୁଭବ କରନ୍ତି ଭଗବାନଙ୍କ ସହ ଅପାର ଅନ୍ତରଙ୍ଗତା। ଏଭଳି ବହୁତ ଆତ୍ମା ମାନେ ଅଛନ୍ତି ଭଗବାନଙ୍କର ଅନ୍ତରଙ୍ଗତାକୁ, ମଣିଷର ଅନ୍ତରଙ୍ଗତା ଅପେକ୍ଷା ଭଗବାନଙ୍କର ଅନ୍ତରଙ୍ଗତାକୁ ସେମାନେ ଅଧିକ ମାତ୍ରାରେ ଅନୁଭବ କରନ୍ତି। ଅନେକ ମାନେ ଆମେ ଭାବୁ ମୋ ପାଖରେ ସେ ବାପା ଅଛନ୍ତି, ମା ଅଛନ୍ତି, ଏଇଟା ଗୋଟେ ଅନ୍ତରଙ୍ଗତା ଯେଭଳି ସ୍ଥୂଳ ଭାବରେ ଅନୁଭବ କରୁ ଆମେ, ଯେମିତି ସେମାନେ ମଧ୍ୟ ସେଇଭଳି ଆତ୍ମା ମାନେ ଅଛନ୍ତି ଯେଉଁମାନେ ଭଗବାନଙ୍କୁ ଏଇଭଳି ସ୍ଥୂଳ ଭାବରେ ଅନୁଭବ କରିପାରନ୍ତି। ଆଉ ଉନ୍ମୁକ୍ତ ସୌରଭାନ୍ୱିତ ପୁଷ୍ପ ପରି ପ୍ରାର୍ଥନା ପ୍ରକାଶିତ ହୁଏ ପ୍ରେମାବିଷ୍ଟ ଅର୍ପଣରେ ସେମାନଙ୍କର, କାରଣ ସେମାନେ ପାଆନ୍ତି ଅର୍ପଣର ନୈସର୍ଗିକ ସ୍ୱାଦକୁ ସେମାନେ ଅନୁଭବ କରନ୍ତି। ଆଉ ସେଇଥିଲାଗି ଶ୍ରୀ ଅରବିନ୍ଦ କହିଥିଲେ ଯେ ଲୋକମାନେ ଯଦି ସମର୍ପଣର ସ୍ୱାଦ କେବେ ପାଆନ୍ତି ତେବେ ସେମାନେ ସମର୍ପଣ କରିବାକୁ ବ୍ୟସ୍ତ ହେଇ ଉଠିବେ, ବ୍ୟଗ୍ର ହେଇ ଉଠିବେ। ପ୍ରଭୁ କହୁଛନ୍ତି ଏହା ବ୍ୟତୀତ ବ୍ୟକ୍ତି ବେଳେ ବେଳେ ଉପଲବ୍ଧି କରେ ଯେ ତାର ନିଜସ୍ୱ ଅର୍ପଣ ଯଥେଷ୍ଟ ନୁହେଁ। ସେତେବେଳେ ପରମଶ୍ରେଷ୍ଠଙ୍କ ବିଶ୍ୱ ସଂରଚନାରୁ ସାଉଁଟି ଆଣେ ସୁନ୍ଦର ସୁନ୍ଦର ମୂଲ୍ୟବାନ ଉପାଦାନ ସବୁକୁ ତଥା ଅଣୁ ପରମାଣୁଙ୍କୁ, ଯେଉଁ ଦିବ୍ୟ ଐଶ୍ୱର୍ଯ୍ୟକୁ ସେ ନିଜର ପ୍ରେମାସ୍ପଦଙ୍କୁ ଅତି ବିଶ୍ୱସ୍ତ ଭାବରେ ଅର୍ପଣ କରିପାରିବ। ଆଉ ଏପରି ନିଖୁଣ ନରମ ନୈବେଦ୍ୟକୁ ପ୍ରକାଶ କରିଛନ୍ତି ସେଇ ଆଶ୍ରମର ସେଇ ସାଧିକା ଜଣକ। ଆମେ ତାଙ୍କ ପ୍ରାର୍ଥନା ବିଷୟରେ ଜାଣିଲୁ। ତେଣୁ ସେଇଭଳି ପ୍ରାର୍ଥନା ମଧ୍ୟ କରାଯାଇପାରେ। ପ୍ରାର୍ଥନା ଆମର ସବୁଦିନ ଆମେ କରୁ, ବିଭିନ୍ନ ପ୍ରକାର ପ୍ରାର୍ଥନା ଅଛି। ସମୟ ତ ହେଇଯାଇଛି, ଆଉ ସମୟକୁ ସମ୍ମାନ ଦେବାର ନିହାତି ଜରୁରୀ ଅଛି। ତେଣୁ ଆଜିର ଏଇ ନିରବତାର ଶକ୍ତି ଯୋଉ ପ୍ରାର୍ଥନା ଚେତନାରୁ ଉତ୍ତରଣରେ ଆମକୁ ଯାହା ସାହାଯ୍ୟ କରେ, ସେଇଭଳି ଏକ ଦିବ୍ୟ ବାଣୀକୁ ମାଙ୍କ ପାଦ ପଦ୍ମରେ ସମର୍ପଣ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ପ୍ରଣାମ ଜଣାଇ ରହୁଛି। ବନ୍ଦେ ମାତରମ୍।